ଆପଣ ବି ଯଦି ଚାହୁଁଛନ୍ତି ଆପଣଙ୍କୁ ସମସ୍ତେ ସମ୍ମାନ କରନ୍ତୁ ଏବଂ ଆପଣଙ୍କର ଇଜ୍ଜତ କରନ୍ତୁ, ତେବେ ମୋର 8ଟି କଥାକୁ ଧ୍ୟାନପୂର୍ବକ ଶୁଣନ୍ତୁ। ପ୍ରଥମ କଥାଟି ହେଲା, କମ୍ କଥା କୁହନ୍ତୁ ଏବଂ ଅଧିକ ଶୁଣନ୍ତୁ। ବେଶୀ ଭଡ଼ଭଡ଼ ହେଉଥିବା ଲୋକକୁ ଏ ଦୁନିଆରେ କେହି ବି ଭଲ ପାଆନ୍ତି ନାହିଁ। ଦ୍ୱିତୀୟ କଥାଟି ହେଲା, ଆପଣ ସମସ୍ତଙ୍କୁ ନା କରିବା ଶିଖନ୍ତୁ। ସମସ୍ତଙ୍କ ସବୁ କଥାରେ ହଁ ମାରି ଆପଣ ଯେଉଁ ସାଟିସ୍ଫାଏଡ୍ ସମସ୍ତଙ୍କୁ କରିବାର ପ୍ରୟାସ କରୁଛନ୍ତି, ସେ ପ୍ରୟାସକୁ ଛାଡ଼ନ୍ତୁ। ତୃତୀୟ କଥାଟି ହେଲା, ଖୁବ୍ ଶୀଘ୍ର ଉତ୍ତର ଦିଅନ୍ତୁ ନାହିଁ। ଭାବି ଚିନ୍ତି ଉତ୍ତର ଦିଅନ୍ତୁ ଏବଂ ସେ ଉତ୍ତର ନିଶ୍ଚିତ ଭାବରେ ଯଥାର୍ଥ ହେବ ଏବଂ ସମସ୍ତଙ୍କ ମନକୁ ଛୁଇଁବ। ଚତୁର୍ଥ କଥାଟି ହେଲା, ଭାବି ଚିନ୍ତି ଆପଣ ନିଷ୍ପତ୍ତି ନିଅନ୍ତୁ। ତରବର ଭାବରେ କୌଣସି ନିଷ୍ପତ୍ତି ନେଇ ନିଜର କ୍ଷତି କରନ୍ତୁ ନାହିଁ। ପଞ୍ଚମ କଥାଟି ହେଲା, ଆପଣ ନିଜ କାର୍ଯ୍ୟରେ ଫୋକସ୍ଡ ହୁଅନ୍ତୁ। ଏ ଦୁନିଆ ଆପଣଙ୍କ ଫୋକସ୍କୁ ଭାଙ୍ଗିବାକୁ ପ୍ରୟାସ କରେ। ଆପଣ କାହାରିକୁ ଏ ସୁଯୋଗ ଦିଅନ୍ତୁ ନାହିଁ। ନିଜ କାମରେ ମଜି ରୁହନ୍ତୁ। ଏହାପରେ ଷଷ୍ଠ କଥାଟି ହେଲା, ଆପଣ କେବେ ବି କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଯୁକ୍ତିତର୍କ କଲେ ଆପଣ ନିଜର ସମୟକୁ ହରାଇବେ ଏବଂ ନିଜର ଇଜ୍ଜତକୁ ହରାଇବେ। ସପ୍ତମ କଥାଟି ହେଲା, ଅନାବଶ୍ୟକ ଭାବେ କାହାକୁ ଜ୍ଞାନ ଦିଅନ୍ତୁ ନାହିଁ। ଅନାବଶ୍ୟକ ଭାବେ ଜ୍ଞାନ ବାଣ୍ଟିଲେ କେହି ବି ଆପଣଙ୍କୁ ଭଲ ପାଇବେ ନାହିଁ ଓ ସମ୍ମାନ ବି ଦେବେ ନାହିଁ। ଅଷ୍ଟମ କଥାଟି ହେଲା, ବେଶୀ ଚିନ୍ତା ନ କରି ଆପଣ ଯାହା କରିବାକୁ ଚାହୁଁଛନ୍ତି ସେ କାମକୁ ଆରମ୍ଭ କରନ୍ତୁ। ରେଜଲ୍ଟକୁ ଦେଖନ୍ତୁ ଏବଂ ତାପରେ ଭଲ ରକମ ଆନାଲିସିସ୍ କରି ସେ କାମରେ ଟିକେ ଏପଟ ସେପଟ କରି ପୁଣି ସଫଳତା ଦିଗରେ ମାଡ଼ି ଚାଲନ୍ତୁ। ନମସ୍କାର।